ଓଡ଼ିଶାର ପ୍ରତ୍ୟେକ ଛାତ୍ରଛାତ୍ରୀମାନଙ୍କୁ ମୋର ଏହି ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ ଜଣାଉଛି। ଆଜି ଆମେ କ'ଣ ଦେଖିବା ନା କୋର୍ ପେପର୍ 8ର ୟୁନିଟ୍ 3 ଦାରିଦ୍ର୍ୟ ଦୂରୀକରଣ ପାଇଁ ପ୍ରସ୍ତାବ। ପ୍ରଥମେ କ'ଣ ଅଛି ନା 1 ନମ୍ବରରେ ଦ୍ରୁତ ଅର୍ଥନୈତିକ ଉନ୍ନତି। ସମାଜରୁ ଦାରିଦ୍ର୍ୟ ଦୂରୀକରଣ କରିବାକୁ ହେଲେ ଦ୍ରୁତ ଅର୍ଥନୈତିକ ବିକାଶ ଏକାନ୍ତ ଆବଶ୍ୟକ ଅଟେ। ଅର୍ଥନୈତିକ ପ୍ରଗତି ଆଧାରରେ 3ଟି ଗୁରୁତ୍ୱପୂର୍ଣ୍ଣ କାରକକୁ ବିଚାରକୁ ନିଆଯାଇଥାଏ, ଯଥା କୃଷିର ଉନ୍ନତି, ମାନବିକ ସମ୍ବଳର ସମ୍ପୂର୍ଣ୍ଣ ଉପଯୋଗ ଏବଂ ଶିଳ୍ପ ପ୍ରତିଷ୍ଠା ମାଧ୍ୟମରେ ପ୍ରାକୃତିକ ସମ୍ବଳର ଉପଯୁକ୍ତ ବିନିଯୋଗ। କୃଷି ହେଉଛି ଭାରତୀୟ ଅର୍ଥନୀତିର ମେରୁଦଣ୍ଡ, ତେଣୁ ଅର୍ଥନୈତିକ ପ୍ରଗତି ପାଇଁ କୃଷିର ଉନ୍ନତି ସାଧନ କରାଯିବା ଉଚିତ। ତେଣୁ କୃଷିକୁ ଆଧୁନିକୀକରଣ କରାଯିବା ଉଚିତ। କୁଟୀର ଶିଳ୍ପ ଏବଂ କ୍ଷୁଦ୍ର ଶିଳ୍ପକୁ ପୁନର୍ଗଠନ କରାଯିବା ଉଚିତ। ଏହା ଫଳରେ ସମାଜରୁ ଦାରିଦ୍ର୍ୟ ଦୂରୀକରଣ ହୋଇପାରିବ। 2 ନମ୍ବରରେ କ'ଣ ଅଛି ନା ଜନସଂଖ୍ୟା ବୃଦ୍ଧିର ପ୍ରତିରୋଧ। ସମାଜରୁ ଦାରିଦ୍ର୍ୟ ଦୂରୀକରଣ କରିବାକୁ ହେଲେ ଜନସଂଖ୍ୟା ବୃଦ୍ଧିର ପ୍ରତିରୋଧ କରିବା ଏକାନ୍ତ ଆବଶ୍ୟକ ଅଟେ। ତେଣୁ ପରିବାରର କଲ୍ୟାଣ ଯୋଜନାକୁ ଉପଯୁକ୍ତ ଭାବେ କାର୍ଯ୍ୟକାରୀ କରାଯିବା ଉଚିତ। ପରିବାରର ନିୟନ୍ତ୍ରଣ ବିଷୟରେ ଲୋକମାନେ ସଚେତନ ହେବା ଆବଶ୍ୟକ। ପରିବାର ନିୟନ୍ତ୍ରଣ ବିଷୟରେ ଶିକ୍ଷାଦାନ, ଗର୍ଭନିରୋଧକ ବ୍ୟବସ୍ଥା ଆଦିର ପ୍ରସାର ଦ୍ୱାରା ଜନସଂଖ୍ୟା ନିୟନ୍ତ୍ରିତ ହୋଇପାରିବ। ଏହା ସହିତ ବିବାହ ବୟସକୁ ମଧ୍ୟ ବୃଦ୍ଧି କରିବା ଆବଶ୍ୟକ। ତାପରେ କଥା ନା ଶିକ୍ଷାର ଉନ୍ନତି। ବୈଷୟିକ ଶିକ୍ଷା ଉପରେ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ। ସମସ୍ତ ଶିକ୍ଷାନୁଷ୍ଠାନରେ କାରିଗରୀ, କୃଷି, ପଶୁପାଳନ, କୁକୁଡ଼ା ଚାଷ ପରି ବ୍ୟବହାରିକ ଶିକ୍ଷା ପ୍ରଦାନକୁ ଲାଗୁ କରାଯିବା ଆବଶ୍ୟକ। ଫଳରେ ଶିକ୍ଷା ସମାପ୍ତି ପରେ ଚାକିରି ଅନ୍ୱେଷଣ ନ କରି ନିଜେ ଆତ୍ମନିଯୁକ୍ତିର ଉପାୟ ବାହାର କରିପାରିବେ। ତାପରେ କଥା ନା ବ୍ୟାପକ ସାମାଜିକ ନିରାପତ୍ତା। ସରକାରଙ୍କ ଦ୍ୱାରା ଏକ ବ୍ୟାପକ ସାମାଜିକ ନିରାପତ୍ତା ପଦକ୍ଷେପ ନିଆଯିବା ଉଚିତ। ଯେଉଁମାନେ ଆର୍ଥିକ ଦୃଷ୍ଟିରୁ ଅସହାୟ ଏବଂ ଦୁର୍ବଳ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ଆବଶ୍ୟକ। ତାପରେ କ'ଣ ଅଛି ନା ବ୍ୟକ୍ତିଗତ ଅସାମର୍ଥ୍ୟ ଦୂରୀକରଣ। ବହୁଦିନ ଧରି ଲାଗି ରହିଥିବା ରୋଗ, ଶାରୀରିକ ବ୍ୟାଧି, ମାନସିକ ବ୍ୟାଧି ପ୍ରଭୃତି ଦାରିଦ୍ର୍ୟ ସୃଷ୍ଟି କରିଥାଏ। ଏହି ପ୍ରକାର ଲୋକମାନେ କିପରି ନିଜେ ରୋଜଗାର କରି ଜୀବିକା ନିର୍ବାହ କରିପାରିବେ ସେ ବିଷୟରେ ବା ସେ ଦିଗରେ ସରକାର ବିଭିନ୍ନ ପଦକ୍ଷେପ ନେବା ଆବଶ୍ୟକ। ଗ୍ରାମାଞ୍ଚଳର ଗରିବ ଲୋକମାନଙ୍କୁ ଆବଶ୍ୟକ ଓ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଉଚିତ। ଶାରୀରିକ ଭାବେ ଅସାମର୍ଥ୍ୟ ବ୍ୟକ୍ତିକୁ ଉପଯୁକ୍ତ ଭାବେ ଥଇଥାନ କରିବା ଉଚିତ। ତାପରେ କ'ଣ ଅଛି ନା ଶିଳ୍ପର ବିକାଶ। ଦାରିଦ୍ର୍ୟ ଦୂରୀକରଣ ପାଇଁ ଶିଳ୍ପର ବିକାଶ ଅତ୍ୟନ୍ତ ଜରୁରୀ ଅଟେ। ଏହା ଫଳରେ ବହୁତ ଲୋକ କର୍ମ ନିଯୁକ୍ତି ପାଇଁ ପାରିବେ। ଗ୍ରାମାଞ୍ଚଳରେ ନୂତନ କୁଟୀର ଶିଳ୍ପ ପ୍ରତିଷ୍ଠା କରିବା ସଙ୍ଗେ ସଙ୍ଗେ ପୁରୁଣା ଶିଳ୍ପଗୁଡ଼ିକର ପୁନର୍ଗଠନ କରାଯିବା ଆବଶ୍ୟକ। ଯଦି ଭିଡ଼ିଓଟି ଭଲ ଲାଗିଲା ତେବେ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଏବଂ ଯାହା ଡାଉଟ୍ ଅଛି କମେଣ୍ଟରେ ଲେଖନ୍ତୁ।